ସବୁ ସମ୍ପର୍କ ଭିତରେ ଅଭିମାନ ରହିବା ନିହାତି ଜରୁରୀ। ସେ ସମ୍ପର୍କ ବନ୍ଧୁତା ହେଇଥାଉ, ପ୍ରେମ ହେଇଥାଉ କି ତୁମର ଭାଇ ବନ୍ଧୁ କୁଟୁମ୍ବ, ଅଭିମାନ ରହିବା ନିହାତି ଜରୁରୀ। କିନ୍ତୁ ଅଭିମାନ ଯଦି ଅହେତୁକ ହେଇଯାଏ ସେଠି ସମ୍ପର୍କ ଭାଙ୍ଗିବାର ସମ୍ଭାବନା ବହୁତ ଅଧିକ ଥାଏ। ତେଣୁ ଅଭିମାନ ରହୁ। ସବୁ ବନ୍ଧୁତା ଭିତରେ, ସବୁ ପ୍ରେମ ଭିତରେ, ସବୁ ଭାଇ ବନ୍ଧୁ କୁଟୁମ୍ବ ଭିତରେ ଟିକେ ଟିକେ ଅଭିମାନ ରହିବା ନିହାତି ଜରୁରୀ। କିନ୍ତୁ ସେ ଅଭିମାନ ଯେମିତି ଅହେତୁକ ନ ହେଉ। ଅହେତୁକ ହେଲେ କ'ଣ ହେବ ବନ୍ଧୁ, ସେ ସମ୍ପର୍କ ଭାଙ୍ଗିଯିବ। ସେଇ ଅହେତୁକଟାର ଅର୍ଥ ହେଉଛି ସ୍ୱାର୍ଥ, ଗୋଟେ ଲୋଭ, ଗୋଟେ ଈର୍ଷା। ଯିଏ ମୋ ବନ୍ଧୁ ଏତେ ବାଟ ଆଗେଇ ଗଲା, ମୁଁ ପଛରେ ପଡ଼ିଗଲି। ମୋ ବନ୍ଧୁର ଗାଡ଼ି ଘୋଡ଼ା, ଜମି ବାଡ଼ି, କୋଠା ବାଲାନ୍ସ, ବ୍ୟାଙ୍କ ବାଲାନ୍ସ ସବୁ କିଛି ହେଇଗଲା, ତା ପିଲା ଛୁଆମାନେ ସବୁ ଭଲ ମଣିଷ ହେଇଗଲେ, ମୁଁ ପଛେଇଗଲି। ସେଇଟାକୁ କୁହନ୍ତି ଅହେତୁକ ପ୍ରତୀକ୍ଷା। ତେଣୁ ବନ୍ଧୁତା ଭିତରେ ଆପଣ ଉଦାହରଣ ସ୍ୱରୂପ ନେଇପାରନ୍ତି କୃଷ୍ଣ ସୁଦାମା। କିଭଳି ସମ୍ପର୍କ ଆପଣ ଦେଖନ୍ତୁ, କିଭଳି ବନ୍ଧୁତା। ଜଣେ ବିଶ୍ୱନିୟନ୍ତା, ଜଣେ ବିଶ୍ୱକର୍ତ୍ତା, ଆଉ ଜଣେ ଗରିବ ବ୍ରାହ୍ମଣ, ତାଙ୍କ ଭିତରେ କିଭଳିଆ ସମ୍ପର୍କ ବନ୍ଧୁ ଆପଣ ନିଜେ ନିର୍ଯାସ ବାହାର କରନ୍ତୁ। ସେଥିରୁ ଅନୁଶୀଳନ କରନ୍ତୁ। ସେଥିର କିଛି ଶିଖିବା ପାଇଁ ଗୋଟେ ପ୍ରକାର ଚେଷ୍ଟା କରନ୍ତୁ। ତେଣୁ ସବୁ ସମ୍ପର୍କ ଭିତରେ ଅଭିମାନ ରହୁ, ଅଭିମାନ ଅହେତୁକ ନ ହୋଇ, ମୋର ଏତିକି କାମନା। ବନ୍ଧୁତା ହେଉଛି ଗୋଟେ ବନ୍ଧୁ ଏମିତି ଜିନିଷ, ବନ୍ଧୁତା ହେଉଛି ଗୋଟେ ଏମିତି ଇତିହାସ, ଆଉ ବନ୍ଧୁତା ହେଉଛି ଗୋଟେ ଏମିତି କାଗଜ ପୃଷ୍ଠା, ଯେଉଁ ବନ୍ଧୁତା କାଗଜ ପୃଷ୍ଠାରେ ଭଗବାନ କିଛି କିଛି ଶବ୍ଦ ଲେଖି ଦେଇଥାନ୍ତି, ଆଉ କିଛି କିଛି ବାକି ଥାଏ। ସେଇ ବାକିଆ ଶବ୍ଦକୁ ଆମେମାନେ ହିଁ ଲେଖନ୍ତି। ଆମ ବନ୍ଧୁତା ଭିତରେ ଯଦି ଗୋଟେ ନିବିଡ଼ତା ଥାଏ, ଯଦି ଆମ ବନ୍ଧୁତା ଭିତରେ ଗୋଟେ ଅହେତୁକ ସମ୍ପର୍କ ଥାଏ, ଆମେ ସେଇ ଫାଙ୍କା ଥିବା କାଗଜ, ବାକି ଥିବା କାଗଜରେ ଆମେ ଲେଖିଦିଅନ୍ତି, ଯେଉଁଟାକି ଚିରଦିନ ପାଇଁ ଗୋଟେ ସ୍ମରଣୀ ହୋଇକି ରହିଯିବ। କୃଷ୍ଣ ସୁଦାମାର ବନ୍ଧୁତା ଭିତରେ ଆମେ ଯେମିତି ସେଠି ସାମିଲ ହୋଇଯିବା, ତାଙ୍କ ଲିଷ୍ଟରେ ଆମେ ଯେମିତି ତାଙ୍କ ତଳେ, ସେ 1 ନମ୍ବର ହେଲେ ଆମେ 2 ନମ୍ବର ହେବା, ଆମ ଲିଷ୍ଟ ଯେମିତି ସେଇଠି ଉପସ୍ଥାପନ ହୋଇଯିବ। ଏହା ହିଁ ହେଉଛି ବନ୍ଧୁତାର ପ୍ରକୃତ ମୂଲ୍ୟ ବନ୍ଧୁ, ଆଉ କିଛି ନୁହେଁ ଜୀବନର। ଆଜି ଭିଡ଼ିଓଟି ପ୍ରସ୍ତୁତ କରୁଛି, ଆପଣମାନେ ଶୁଣୁଥିବେ, ଦେଖୁଥିବେ। କାଲି ହୁଏତ ମୁଁ ନଥାଇପାରେ, ଆପଣ ବି ଏ ଭିଡ଼ିଓଟି ଦେଖୁଥିବେ, କାଲି ହୁଏତ ନଥାଇପାରେ। ନିଶ୍ୱାସକୁ କାହାର ବନ୍ଧୁ ବିଶ୍ୱାସ ନାହିଁ। ତଥାପି ଜୀବନର ବଞ୍ଚିଥିବା ପର୍ଯ୍ୟନ୍ତ ସମସ୍ତଙ୍କ ସହିତ ସୁସମ୍ପର୍କ ରଖନ୍ତୁ। ରାଗ, ଈର୍ଷା, ଦ୍ୱେଷ କିଛି ନ ରହୁ। କିଏ କେତେ ବାଟ ଆଗେଇ ଗଲା, କାହାର କେତେ ଧନ ହେଲା, ସେଥିପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଆମେ ଆମର କର୍ତ୍ତବ୍ୟ କରିବା, ବାସ୍। କର୍ମ କର, କର୍ମ କରିଣ ଫଳ ପାଇ, ପ୍ରାଣିତା ଅବଶ୍ୟ ନ ଭୁଞ୍ଜଇ। ଆଉ ନିୟତ କର୍ମ ତୁଇ କର, ଫଳ ମୁଁ କରେଇ ବିଚାର, ଭାଗବତରେ ଲେଖାଯାଇଛି ବନ୍ଧୁ। ଆଉ ମୁଁ କ'ଣ କହିବି, ଶେଷରେ ଏତିକି କହିବି, ଅଭିମାନ ରହୁ ବନ୍ଧୁତା ଭିତରେ, ଅଭିମାନ ରହୁ ସ୍ୱାମୀ ସ୍ତ୍ରୀ ଭିତରେ, ଅଭିମାନ ରହୁ ଭାଇ ବନ୍ଧୁଙ୍କ ଭିତରେ, କିନ୍ତୁ ଅଭିମାନ ଅହେତୁକ ନ ହେଉ। ଯେଉଁ ଅହେତୁକ ଅଭିମାନଟା ନା, ସେ ବିଫଳତାକୁ ଟାଣି ଆଣେ। ଯେଉଁ ଅହେତୁକ ଅଭିମାନ ନା, ସେ ଦିନେ ସମ୍ପର୍କକୁ ଭାଙ୍ଗି ଦେବାର ସମ୍ଭାବନାକୁ ଅତି ମାତ୍ରାରେ ବଢ଼ାଇ ଦିଏ। ତେଣୁ ସେ ଅହେତୁକ ଅଭିମାନ ନ ରହୁ। ଯେଉଁ ଅଭିମାନର ଗୋଟେ ପ୍ରକାର ଭଲ ପାଇବା ଥାଉ, ବାସ୍। ଆଉ କିଛି ମୁଁ କହିବିନି। ଜୟ ଜଗନ୍ନାଥ।